ଦେଖନ୍ତୁ ମୁଁ ବହୁତ ଆନନ୍ଦିତ ଯେ ଆଜି 42 ମୌଜାର 6ଗୋଟି ପଞ୍ଚାୟତର ଯୋଉ ଓଡ଼ିଶା ଜନତା କଂଗ୍ରେସର ଏକ ସମ୍ମିଳନୀ କର୍ମୀ ସମ୍ମିଳନୀ ଥିଲା। ମୁଁ ଆଶ୍ଚର୍ଯ୍ୟ ହେଇଗଲି ଯେ ବିଭିନ୍ନ ଦଳରୁ ଯୋଉ ବରିଷ୍ଠ ବ୍ୟକ୍ତି ମାନେ ବୁଦ୍ଧିଜୀବୀ ମାନେ ଖାସ କରି ଯୁବକ ମାନେ ବହୁତ ସଂଖ୍ୟାରେ ଏଥିରେ ଯୋଗଦାନ କରିଥିଲେ ଏବଂ এই ଅଞ୍ଚଳ ବହୁତ ବର୍ଷ ଧରି ଅବହେଳିତ ହେଇଅଛି। ଯୋଉମାନେ ପୂର୍ବରୁ ନିର୍ବାଚିତ ହେଇଛନ୍ତି, ଯୋଉମାନେ ବର୍ତ୍ତମାନ ନିର୍ବାଚିତ ହେଇଛନ୍ତି, ସେମାନେ এই ଅଞ୍ଚଳ ପ୍ରତି ଏପରି ଅବହେଳା କରିଛନ୍ତି ଯେ ଏ ଅଞ୍ଚଳ ଶସ୍ୟ ଶ୍ୟାମଳ ଅଞ୍ଚଳ, ଯୋଉଠି 25 ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଇଗଲାଣି ଗୋଟେ କୋଲ୍ଡ ଷ୍ଟୋରେଜ ଖରାପ ହେଇକି ପଡିଛି, ଆଜି ପର୍ଯ୍ୟନ୍ତ ତାକୁ ଠିକ କରାଇ ପାରିନାହିଁ ବା ନୂତନ କୋଲ୍ଡ ଷ୍ଟୋରେଜ ଏଠି ତିଆରି ହେଇପାରିନାହିଁ। ତେଣୁ ଚାଷୀ କୂଳ ହଇରାଣ ହଉଛନ୍ତି। ମୁଁ ଯୋଉ ଯୋଉ ବ୍ୟବସ୍ଥା ଦେଇ 42 ମୌଜା ଗତି କରିଛି, ନିଶ୍ଚିତ ରୂପେ ଓଡ଼ିଶା ଜନତା କଂଗ୍ରେସ 42 ମୌଜା ବାସୀଙ୍କ ପାଇଁ ସ୍ୱର ଉତ୍ତୋଳନ କରିବ, କାର୍ଯ୍ୟକ୍ରମ ରହିଥିବ ଏବଂ ଏଠି ସଂଗଠନକୁ ମଜବୁତ କରି ଆଗାମୀ ପଞ୍ଚାୟତ ନିର୍ବାଚନରେ ଆମେ ନିଜ ଗଡ଼କୁ ମଜବୁତ କରିବୁ। ଆଜିର ଆରମ୍ଭ ତା ସୂଚାଇ ଦଉଛି ଲୋକଙ୍କ ଭିତରେ ଯୋଉ ଉତ୍ସାହ ଅଛି ଯେ ଲୋକ ଆସ୍ଥା ରଖିବା ଆରମ୍ଭ କଲେଣି ନୂଆ ଦଳ ପ୍ରତି, ବିମୁଖ ହେଲେଣି ଯୋଉ ଦଳର ଲୋକମାନେ ଥିଲେ ପୁରୁଣା ଦଳରେ। ବିଜୁ ଜନତା ଦଳ ଲୋକମାନେ ଆସୁଛନ୍ତି, ଭାରତୀୟ ଜନତା ପାର୍ଟି ସେପରି କିଛି କାର୍ଯ୍ୟକ୍ରମ କରିପାରୁନାହିଁ, କଂଗ୍ରେସ ତ ଏଠି ବିଲୁପ୍ତ ପ୍ରାୟ। ତେଣୁ ଲୋକମାନେ ବର୍ତ୍ତମାନ ନୂଆ ଦଳ ପ୍ରତି ଆଶା ରଖିକି ଆଗକୁ ଆସିଛନ୍ତି। ଆମେ ପ୍ରତିଶ୍ରୁତିବଦ୍ଧ ଯେ ଲୋକଙ୍କ ପାଇଁ, ଲୋକଙ୍କ ସେବା କରିବା ପାଇଁ ଏବଂ ଯୋଉ ସ୍ଲୋଗାନ ଆମେ ଦେଇକି ଆସିଛୁ ଯେ ଓଡ଼ିଆଙ୍କ ପାଇଁ ସ୍ୱର ହବ, ଓଡ଼ିଶା ଲୋକଙ୍କ ପାଇଁ, ଓଡ଼ିଆ ଲୋକଙ୍କ ପାଇଁ କାମ କରିବ, ସେଇ ବାତାବରଣ ସୃଷ୍ଟି କରି ଆଗାମୀ ଦିନରେ ଆମେ ତାକୁ ଆହୁରି ମଜବୁତ କରିବୁ। ସଦରରେ ଯୋଉ ମୁଦ୍ଦା ଅଛି ତାକୁ ଗଣିଲେ ସରିବ ନାହିଁ ଏବଂ ସଦର ହଉଛି କଟକ ଜିଲ୍ଲାର ସବୁଠୁ ନେଗ୍ଲେକ୍ଟେଡ ଏରିଆ। ଆପଣ ସଦରର ୱାର୍ଡ ନେଇଯାଆନ୍ତୁ, ୟାକୁ ନିଅନ୍ତୁ କି ସେ କିଶନଗଡ଼ ଆଡ଼େ ସେ ପଞ୍ଚାୟତକୁ ଯାଆନ୍ତୁ, ସେପଟେ କୌଣସି କାର୍ଯ୍ୟକ୍ରମ ଏଠି ହେଇପାରିନି ସରକାରଙ୍କର। ଏଠି କେବଳ ବର୍ତ୍ତମାନ ଯୋଉମାନେ ସରକାରରେ ଅଛନ୍ତି କିମ୍ବା ଲୋକଙ୍କ ଦ୍ୱାରା ପ୍ରତିନିଧିତ୍ୱ କରୁଛନ୍ତି, ବାଲି ହରିଲୁଟ କରିବା ଛଡା ଆଉ କୌଣସି କାମରେ ସାମିଲ ନାହାନ୍ତି। ତେଣୁ ଗଭର୍ଣ୍ଣମେଣ୍ଟ କାମ କିଛି ହେଇପାରି ନାହିଁ, ଲୋକ ସେପରି ଅବହେଳିତ ଅବସ୍ଥାରେ ଅଛନ୍ତି। ଲୋକଙ୍କ ପାଇଁ ନ୍ୟାୟ ଦେବା ପାଇଁ ଆମେ ସ୍ୱର ହେବୁ ଏବଂ କାମ କରିବୁ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଳ ଗୋଟେଇ ସାରିଲାଣି 42 ମୌଜାରେ, ଯେପରି ଭାବରେ ଲୋକଙ୍କ ସମର୍ଥନ ବଢିଛି ଆଜି, ତା ସୂଚାଇ ଦଉଛି ଲୋକ ନୂଆ ଦଳ ପ୍ରତି ଆସ୍ଥା ରଖିଛନ୍ତି ଏବଂ ସେଇ ଲୋକଙ୍କୁ ନେଇ ତାଙ୍କୁ ସମ୍ମୁଖରେ କରିକି ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନରେ ଦୃଢ ଭାବରେ ଦଳ ଠିଆ ହେଇଥିବ। ଦୀପକ ପରିଡ଼ା, ଓଡ଼ିଶା ଜନତା କଂଗ୍ରେସର ଜଣେ ଲଢୁଆ କର୍ମୀ ହିସାବରେ ଆମେ କାମ କରୁଛୁ। ଓଡ଼ିଶା ଜନତା କଂଗ୍ରେସ ଯିଏକି ବର୍ତ୍ତମାନ ଓଡ଼ିଶାରେ ତାର ନୂଆ ଦଳ ଭାବେ ପ୍ରତିଷ୍ଠା କରିଛି ଏବଂ ଏ ଦଳ ଆଜି ସାରା ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ତାର ସଭା ସମିତି କରି ବିଶେଷ କରି ଯୁବକମାନଙ୍କୁ ଆକୃଷ୍ଟ କରିପାରୁଛି ଏବଂ ଏହି ପରିପ୍ରେକ୍ଷୀରେ ଯେହେତୁ 42 ମୌଜା କଟକ ସହର ସହିତ ଅତ୍ୟନ୍ତ ନିକଟତର ଏବଂ କଟକ ସହର ସହିତ ସବୁବେଳେ ତାର ସମ୍ପର୍କ ଥାଏ, ତେଣୁ ବାରବାଟୀ କଟକ ଯୋଉଠି ସୋଫିଆ ଫିରଦୋଷ ଅଛନ୍ତି ଏମଏଲଏ ଏବଂ ମହମ୍ମଦ ମୁକିମ ଏମଏଲଏ ଥିଲେ ଏବଂ କଟକ ଚୌଦ୍ୱାର, କଟକ ସଦର, ଏ ତିନିଟା ଏକ ନିର୍ବାଚନ ମଣ୍ଡଳୀ ଗୋଟିଏ ଲାଇନରେ ତାର ସାଂଗଠନିକ କାମ ଓଡ଼ିଶା ଜନତା କଂଗ୍ରେସ କରିବ ଏବଂ ଆଗକୁ ଏ 42 ମୌଜାର 6ଗୋଟି ପଞ୍ଚାୟତର ବିଭିନ୍ନ ବୁଥରୁ ନୂତନ ଭାବେ ସଂଗଠନ ଆରମ୍ଭ କରାଯିବ ଏବଂ ଲୋକଙ୍କର, ସାଧାରଣ ଲୋକଙ୍କର, ଯୁବକମାନଙ୍କର, ମହିଳାମାନଙ୍କର ଏବଂ ଶ୍ରମିକମାନଙ୍କର ଯେଉଁ ବିଭିନ୍ନ ସମସ୍ୟା ଅଛି ସେ ସମସ୍ୟାକୁ ସମାଧାନ କରାଯିବ ଏବଂ ଅନ୍ୟାୟ ଅନୀତି ବିରୁଦ୍ଧରେ ଦୃଢ଼ ଭାବେ ପ୍ରତିବାଦ କରାଯିବ।